ସୁନା ନଦୀ କୂଳରେ ବେଆଇନ ଅଫିମ ଚାଷ ଠାବ 2 ଏକର ଚାଷ ନଷ୍ଟ। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ରୋଇଣ୍ଡା ଅଞ୍ଚଳର କ୍ୟାମ୍ପହାଟି ନିକଟସ୍ଥ ସୁନା ନଦୀ କୂଳର ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ହେଉଥିବା ଅଫିମ ଚାଷକୁ ଧ୍ୱଂସ କରିଛି ପୋଲିସ। ଗୋପନ ସୂଚନା ଆଧାରରେ ବଡ଼ବିଲ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ାଉ କରିଥିଲା। ପ୍ରାୟ 2 ଏକରରୁ ଅଧିକ ଜମିରେ ଅଫିମ ଚାଷ ହୋଇଥିବା ଚିହ୍ନଟ ହୋଇଥିଲା। 2 ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବଡ଼ବିଲ ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ଟିମ ଏହି ବେଆଇନ ଅଫିମ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଛି। ଏହି ଘଟଣା ପଛରେ ଆନ୍ତଃରାଜ୍ୟ ନିଶା ବେପାରୀଙ୍କ ସମ୍ପୃକ୍ତ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏହି ଚାଷ ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ବଡ଼ବିଲ ପୋଲିସ ତଦନ୍ତ ଜୋରଦାର କରିଛି। ब्यूरो रिपोर्ट एसटीवी न्यूज ओडिशा 24।